ଆଜିର ଜନମମିର କାହାଣୀର ନାଁ ଦୁଇ ନଗରୀର ପତନ। ପ୍ରସେନଜିତ ରାଜା ଥିଲାବେଳେ କୋଶଳରେ ଏକ ଶକ୍ତିଶାଳୀ ରାଜ୍ୟ ଥିଲା। ରାଜଧାନୀ ସାବସ୍ତି ଥିଲା ସମୃଦ୍ଧଶାଳୀ ନଗରୀ। ଥରେ ଜଣେ ଗୁପ୍ତଚର ପ୍ରସେନଜିତକୁ କହିଲା କି କପିଳାବସ୍ତୁ ରାଜ୍ୟର ଶାକ୍ୟ ରାଜବଂଶ ତାଙ୍କୁ ହେୟ ଜ୍ଞାନ କରନ୍ତି। ଶାକ୍ୟମାନେ ବଂଶଗାରିମାରେ ଉଚ୍ଚ। ଶାକ୍ୟମାନେ ପ୍ରସେନଜିତ ବଶ୍ୟତା ସ୍ୱୀକାର କରିଥିବା ସତ୍ତ୍ୱେ ସେମାନେ ନିଜକୁ ତାଙ୍କଠାରୁ ଗରିଆନ ମନେକରି ଗର୍ବ ଅନୁଭବ କରନ୍ତି। ଏହା ଜାଣି ପ୍ରସେନଜିତ ବହୁତ କ୍ଷୁବ୍ଧ ହେଲେ। ସେ କପିଳାବସ୍ତୁ ଯାତ୍ରା କଲେ। ସେଠାରେ ତାଙ୍କୁ ସାଦର ଅଭ୍ୟର୍ଥନା ମିଳିଲା। ଜଣେ ଶାକ୍ୟ ରାଜକନ୍ୟାକୁ ବିବାହ ହେବାକୁ ସେ ପ୍ରସ୍ତାବ ଦେଲେ। ଶାକ୍ୟମାନେ ମହା ଅଡୁଆରେ ପଡ଼ିଲେ। ଶକ୍ତିଶାଳୀ ପ୍ରସେନଜିତଙ୍କ ପ୍ରସ୍ତାବ ସେମାନେ ବେଖାତିର କରିବେ କିପରି? ସେମାନେ ନିଜ ନିଜ ଭିତରେ ଗୋପନ ମନ୍ତ୍ରଣା କରି ଶେଷକୁ ଜଣେ କନ୍ୟାକୁ ପ୍ରସେନଜିତଙ୍କୁ ସମର୍ପଣ କରିବାକୁ ପ୍ରସ୍ତୁତ ହେଲେ। ବିବାହ ହୋଇଗଲା। ପ୍ରସେନଜିତ ଆନନ୍ଦ ମନରେ କନ୍ୟାକୁ ଧରି କୋଶଳ ପ୍ରତ୍ୟାବର୍ତ୍ତନ କଲେ। ରାତିରେ କନ୍ୟା ସହ ଆସିଥିବା ଉପହାର ସାମଗ୍ରୀମାନ ଖେଳାଇବା ବେଳେ ତାଙ୍କ ଆଖିରେ ପଡ଼ିଲା ଖଣ୍ଡିଏ ଚିଠି। ଜଣେ ଈର୍ଷାକାତର ଦାସୀ ତାଙ୍କୁ ଜଣାଇ ଦେଇଥିଲା କି କନ୍ୟାଟି ରାଜକନ୍ୟା ନୁହେଁ, ତା ବାପା ରାଜବଂଶୀୟ, କିନ୍ତୁ ମା ଦାସୀ। ଉତ୍ତ୍ୟକ୍ତ ପ୍ରସେନଜିତ ତତ୍କ୍ଷଣାତ୍ ପ୍ରସାଦ ଶୀର୍ଷକୁ ଉଠିଯାଇ ଘଣ୍ଟି ବଜାଇବାକୁ ତାଙ୍କ ଦେହରକ୍ଷୀମାନଙ୍କୁ ଆଦେଶ ଦେଲେ। ଘଣ୍ଟି ବାଜିବା ମାତ୍ରେ ହଜାର ହଜାର ସୈନ୍ୟ ଅସ୍ତ୍ରଶସ୍ତ୍ର ଧରି ବାହାରି ଆସିଲେ। ଯେକୌଣସି ଦିଗକୁ ଯାତ୍ରା କରିବାକୁ ସେମାନେ ପ୍ରସ୍ତୁତ ଥାଆନ୍ତି। କିନ୍ତୁ କପିଳାବସ୍ତୁ ଅଭିମୁଖୀ ଯୁଦ୍ଧଯାତ୍ରା କରିବା ପୂର୍ବରୁ ପ୍ରସେନଜିତ ଥରେ ଅନ୍ତଃପୁର ଭିତରକୁ ଆସିଲେ। କନ୍ୟା ସେତେବେଳେ ଅଶ୍ରୁପାତ କରୁଥାନ୍ତି। ତାଙ୍କୁ ଅନାଇ ପ୍ରସେନଜିତଙ୍କ ମନୋଭାବ ବଦଳିଗଲା। ସେ ସୈନ୍ୟବାହିନୀକୁ ନିଜ ନିଜ ଛାଉଣୀକୁ ଫେରିଯିବାକୁ ନିର୍ଦ୍ଦେଶ ଦେଲେ। କନ୍ୟାକୁ ସେ ରାଣୀ ରୂପେ ସ୍ୱୀକାର କଲେ। ଦିନ ଗଡ଼ିଗଲା। ପ୍ରସେନଜିତଙ୍କ ରାଣୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ କ୍ରମେ ବଡ଼ ହେଲେ। ତାଙ୍କ ନାମ ହେଲା ବିରୋଧକ। ସେ ଯୁଦ୍ଧ ବିଦ୍ୟାରେ ନିପୁଣତା ଲାଭ କଲେ। ଥରେ ମାମୁଁ ଘରକୁ ଯାଇ ସେ ଲକ୍ଷ୍ୟ କଲେ କି କୌଣସି ଶାକ୍ୟ ରାଜପୁତ୍ର ତାଙ୍କ ସହ ଏକତ୍ର ଆହାର କରିବାକୁ ବସୁନାହାନ୍ତି। ଶ୍ରାବସ୍ତୀକୁ ଫେରିଆସି ଶାକ୍ୟମାନଙ୍କ ଏଭଳି ବ୍ୟବହାରର କାରଣ କ'ଣ ହୋଇପାରେ ବୋଲି ସେ ନିଜ ମାଆକୁ ପ୍ରଶ୍ନ କଲେ। ତାଙ୍କ ମା ତାଙ୍କୁ କହିଦେଲେ ଯେ ଶାକ୍ୟମାନଙ୍କ ଆଖିରେ ତାଙ୍କ ସ୍ଥାନ ନୂନ୍ୟ। ତାଙ୍କ ବାପା ରାଜା ହେଲେ ବି ମା ଦାସୀପୁତ୍ରୀ। ପ୍ରସେନଜିତଙ୍କ ମୃତ୍ୟୁ ହେଲା। ବିଧୋରକ ରାଜା ହେବା ମାତ୍ରେ ମାଆଙ୍କୁ କହିଲେ, ମା, ବାପା ମହତ୍ ଥିଲେ, ତମେ ସତ୍ୟବତୀ। କିନ୍ତୁ ବାପାଙ୍କୁ ଯେ ଶାକ୍ୟମାନେ ପ୍ରତାରିତ କରିଥିଲେ ଏଥିରେ ସନ୍ଦେହ ନାହିଁ। ମୁଁ ସେମାନଙ୍କ ଉପରେ ପ୍ରତିଶୋଧ ନେବି। ମା ନୀରବ ରହିଲେ। ମନ୍ତ୍ରୀ ଆଉ ସେନାପତିମାନେ ବିରୋଧକଙ୍କୁ ବୁଝାଇଲେ କି ଯୁଦ୍ଧ ପାଇଁ ତାହା ଅନୁକୂଳ ସମୟ ନୁହେଁ। ଯେଉଁମାନେ ତାଙ୍କ ପିତାକୁ ପ୍ରତାରିତ କରିଥିଲେ ସେମାନେ ମଲେଣି। କିନ୍ତୁ ବିରୋଧକ ଶୁଣିଲେ ନାହିଁ। ବିରାଟ ସୈନ୍ୟବାହିନୀ ଧରି କପିଳାବସ୍ତୁ ଅଭିମୁଖେ ଯୁଦ୍ଧଯାତ୍ରା କଲେ। ଯୁଦ୍ଧ ପାଇଁ ଶାକ୍ୟମାନେ ପ୍ରସ୍ତୁତ ନଥିଲେ। ଫଳରେ ସେମାନେ ପ୍ରତିରୋଧ କରିପାରିଲେ ନାହିଁ। ବିରୋଧକ କପିଳାବସ୍ତୁର ପ୍ରାସାଦ ଲୁଣ୍ଠନ କରି ନଗରୀରେ ଅଗ୍ନି ପ୍ରୟୋଗ କଲେ। ବହୁ ଲୋକ ମଲେ। ନଗରୀ ଧ୍ୱଂସ ହୋଇଗଲା। ବିରୋଧକ ନିଜ ରାଜ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କଲେ। କିନ୍ତୁ ସେ ଆସି ଦେଖିବା ବେଳକୁ ଶ୍ରାବସ୍ତୀ ମଧ୍ୟ ଧ୍ୱଂସସ୍ତୂପରେ ପରିଣତ। ସେ କପିଳାବସ୍ତୁ ଯାଇଥିବା ଭିତରେ ମଗଧର ରାଜା ଶ୍ରାବସ୍ତୀ ଆକ୍ରମଣ କରିଥିଲେ। ବିରୋଧକ କପିଳାବସ୍ତୁରେ ଯାହା ଯାହା କରିଥିଲେ ମଗଧ ରାଜା ଶ୍ରାବସ୍ତୀରେ ସେଇଆ କରିଥିଲେ। ଧ୍ୱଂସ ହେଲା ଉଭୟ ନଗରୀ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗପ ଦୁଇ ନଗରୀର ପତନ।